ଆପଣଙ୍କର ଦିନଟି ଖରାପ ଯାଇପାରେ, ଆପଣଙ୍କର ଦିନଟି ଅଶୁଭ ହୋଇପାରେ ଯଦି ଆପଣମାନେ ଏହି ଚାରୋଟି କାମ କରୁଛନ୍ତି। ଯଦି ଆପଣମାନେ ସକାଳୁ ଶୋଇକିରି ଉଠିବା ପରେ ଏହି ଚାରୋଟି ଭୁଲ କରୁଛନ୍ତି, ତାହେଲେ ଆପଣମାନେ ଜାଣି ରଖନ୍ତୁ ଆପଣମାନେ ବହୁତ ଅସୁବିଧାରେ ରହିବେ। ଆପଣଙ୍କର ଜୀବନରେ ଆପଣମାନେ ବହୁତ କଷ୍ଟ ପାଇବେ। କ'ଣ ସେହି ଚାରୋଟି କାମ ଯାହାକି ଆପଣମାନେ ସକାଳୁ ଶୋଇକିରି ଉଠିବା ପରେ କରିଥାନ୍ତି? ତ ଚାଲନ୍ତୁ ଜାଣିବା ଆଜିର ଏହି ଭିଡ଼ିଓ ମାଧ୍ୟମରେ କ'ଣ ସେହି ଚାରୋଟି କାମ ଯାହା ଆପଣମାନେ କରନ୍ତି ଆଉ ଆପଣଙ୍କର ଅଜାଣତରେ ଆପଣମାନେ ନିଜର ଦିନଟିକୁ ଅଶୁଭ କରିଦେଇଥାନ୍ତି ଯଦି ଆପଣମାନେ ଏହି ଚାରୋଟି କାମ ସବୁଦିନ ସକାଳୁ ଶୋଇକିରି ଉଠିବା ପରେ କରୁଛନ୍ତି। ଆଚାର୍ଯ୍ୟ ଚାଣକ୍ୟ ପାଲଟିପୁତ୍ରର ଏକ ମହାନ ବିଦ୍ୱାନ ଥିଲେ। ଚାଣକ୍ୟଙ୍କର ନ୍ୟାୟପ୍ରିୟ ଆଚରଣ ପାଇଁ ସେ ଲୋକପ୍ରିୟ ଥିଲେ। ଏତେ ବଡ଼ ସାମ୍ରାଜ୍ୟର ମନ୍ତ୍ରୀ ହେବା ସତ୍ତ୍ୱେ ସେ ଏକ ସାଧାରଣ କୁଟିଆରେ ରହୁଥିଲେ। ଚାଣକ୍ୟ ନିଜ ଜୀବନରେ ମିଳିଥିବା ଅନୁଭବକୁ ଚାଣକ୍ୟ ନୀତିରେ ଜାଗା ଦେଇଛନ୍ତି। ଚାଣକ୍ୟଙ୍କ ନୀତିରେ କିଛି ଏମିତି କଥା କୁହାଯାଇଛି ଯାହାକୁ ଯଦି କୌଣସି ବ୍ୟକ୍ତି ନିଜ ଜୀବନରେ ପାଳନ କରେ ତେବେ ସେ ନିଶ୍ଚୟ ସଫଳ ହୋଇପାରିବ। ସାଙ୍ଗମାନେ, ଯଦି ଆପଣମାନେ ଚାଣକ୍ୟଙ୍କର କଥାକୁ ମାନିବେ, ଚାଣକ୍ୟଙ୍କର ନୀତିକୁ ମାନିବେ, ତାହେଲେ ଆପଣମାନେ ନିଜ ଜୀବନରେ କିଛି ଗୋଟିଏ ଭଲ କାର୍ଯ୍ୟ କରିପାରିବେ, କିଛି ଗୋଟିଏ ଭଲ କାମ କରିପାରିବେ। ନିଜ ଜୀବନରେ ଆପଣମାନେ ଆଗକୁ ବଢ଼ିପାରିବେ ଯଦି ଆପଣମାନେ ଚାଣକ୍ୟଙ୍କର ଏହି କିଛିଟି କଥା ମାନୁଛନ୍ତି, ତାଙ୍କ ନୀତି ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି। ଶାସ୍ତ୍ରରେ କୁହାଯାଇଛି ଯେ ଯଦି ଆପଣଙ୍କର ସକାଳର ଆରମ୍ଭ ଭଲ ହୁଏ ତେବେ ଆପଣଙ୍କର ପୁରା ଦିନ ମଧ୍ୟ ଭଲରେ କଟିଥାଏ। ଯଦି ଆପଣ ସକାଳୁ ଉଠି କୌଣସି ଖରାପ ଜିନିଷ ଗୁଡ଼ିକୁ ଦେଖିଦେଇଛନ୍ତି ତେବେ ଆପଣଙ୍କର ପୁରା ଦିନ ଖରାପ ହୋଇଯାଇଥାଏ। ଚାଣକ୍ୟ କିଛି ଏମିତି ଜିନିଷ ବିଷୟରେ କହିଛନ୍ତି ଯାହାକୁ ସକାଳୁ ଉଠି ଦେଖିବା କେବେ ବି ହେଲେ ଉଚିତ ହୋଇନଥାଏ। ତେବେ ଚାଲନ୍ତୁ ଦେଖିବା କ'ଣ ଅଟେ ସେହି ନୀତି ଗୁଡ଼ିକ, କ'ଣ ସେହି କଥା, ଯେଉଁ ସବୁ କଥା ସକାଳୁ ଉଠିବା ମାତ୍ରେ ଆମକୁ କରିବା କଥା ନୁହେଁ, ଆମ ସହିତ କେବେ ବି ହେଲେ ଘଟିବା କଥା ନୁହେଁ। କିଛି ଲୋକମାନେ ସକାଳୁ ଉଠି ସଙ୍ଗେ ସଙ୍ଗେ ଆଇନା ଦେଖିବାରେ ଅଭ୍ୟାସ ରଖନ୍ତି। ଆପଣମାନେ ଜାଣିଥିବେ, ଆପଣମାନେ ବି ନିଜ ମୁହଁଟିକୁ ଦେଖିବା ପାଇଁ ବହୁତ ଭଲ ପାଇଥାନ୍ତି। ଆଉ ଆପଣମାନଙ୍କର ସକାଳୁ ଯେତେବେଳେ ନିଦ ଭାଙ୍ଗିଥାଏ ସର୍ବପ୍ରଥମେ ଆପଣମାନେ ଆଇନା ଦେଖିଥାନ୍ତି। କିନ୍ତୁ ଶାସ୍ତ୍ର ଅନୁସାରେ କହିବାକୁ ଗଲେ ସକାଳୁ ଉଠି ଆଇନା ଦେଖିବା ଉଚିତ ନୁହେଁ। ସକାଳୁ ଉଠି ଆଇନା ଦେଖିବା ଅଶୁଭ ବୋଲି କୁହାଯାଇଥାଏ। ଯେଉଁ ବ୍ୟକ୍ତି ଏପରି କରିଥାଏ ତାହାର ପୁରା ଦିନ ଖରାପ ଯାଇଥାଏ। ସେଥିପାଇଁ ଚେଷ୍ଟା କରନ୍ତୁ ସକାଳୁ ଉଠି ଆଇନା ନ ଦେଖିବା ପାଇଁ। ସାଙ୍ଗମାନେ, ଆପଣଙ୍କ ଘରେ ହେଉ ବା ଆପଣ ନିଜେ ହୁଅନ୍ତୁ, ଯଦି ସକାଳୁ ଶୋଇକିରି ଉଠିଲା ପରେ ଆପଣମାନେ ନିଜ ମୁହଁଟିକୁ ଆଇନାରେ ଦେଖୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ, ଆପଣଙ୍କର ଦିନଟି ଖରାପ ଯାଇପାରେ। ତ ସେଥିପାଇଁ ଯେତେବେଳେ ବି ଆପଣମାନେ ସକାଳୁ ଶୋଇକିରି ଉଠୁଛନ୍ତି, ଦୟାକରି ଆପଣମାନେ ସାଙ୍ଗେ ସାଙ୍ଗେ କେବେ ବି ହେଲେ ନିଜ ମୁହଁଟିକୁ ଆଇନାରେ ଦେଖନ୍ତୁ ନାହିଁ, ନହେଲେ ଆପଣଙ୍କର ଦିନଟି ବହୁତ ଖରାପରେ ଯିବ। ଦ୍ୱିତୀୟରେ ହେଉଛି, ସକାଳୁ ଉଠି ଯଦି ଆପଣ ମାଙ୍କଡ଼ କିମ୍ବା କୌଣସି କୁକୁରର ଲଢ଼େଇ ଦେଖୁଛନ୍ତି ତେବେ ଜାଣିନିଅନ୍ତୁ ଆପଣଙ୍କର ପୁରା ଦିନ ଖରାପ ଯିବାର ଅଛି କିମ୍ବା ଆପଣ ଏକ ବଡ଼ ସଙ୍କଟରେ ପଡ଼ିବାକୁ ଯାଉଛନ୍ତି। ତ ସେଥିପାଇଁ ଏହିଭଳି ଦୃଶ୍ୟକୁ ଦେଖିବା ଠାରୁ ନିଜକୁ ବଞ୍ଚାନ୍ତୁ। ସାଙ୍ଗମାନେ, ଆପଣମାନେ ସକାଳୁ ଯେତେବେଳେ ଶୋଇକିରି ଉଠୁଛନ୍ତି ସେତେବେଳେ ଯଦି ଆପଣଙ୍କର ସାମ୍ନାରେ କୌଣସି ମାଙ୍କଡ଼ ହୋଇଥାଉ ବା କୁକୁର ହେଇଥାଉ, ଯଦି କାମୁଡ଼ା କାମୁଡ଼ି ହେଉଛନ୍ତି, ନିଜ ନିଜ ଭିତରେ ଝଗଡ଼ା ଲାଗିଛନ୍ତି, ତାହେଲେ ଆପଣମାନେ ସେହି ଦୃଶ୍ୟକୁ ଦେଖିବା ପାଇଁ ଚାହାନ୍ତୁ ନାହିଁ। ସେ ଦୃଶ୍ୟଠାରୁ ଆପଣମାନେ ଦୂରରେ ରୁହନ୍ତୁ। କେବେ ବି ହେଲେ ଚେଷ୍ଟା କରନ୍ତୁ ନାହିଁ ସେହି ସବୁ ଜିନିଷ ଦେଖିବା ପାଇଁ। ଯଦି ଆପଣଙ୍କ ସାମ୍ନାରେ ସେହି ଜିନିଷଟି ପଡ଼ିଯାଉଛି, ଆପଣମାନେ ଦେଖି ନେଉଛନ୍ତି,
ताहले से दिनटी आपण मानकर अशुभ होई पारे। आपणों सहित निश्चित भाव में किसी गोटे खराब हो पारे, आपणों उपरकू किसी संकट आसीपे। तो से यदि आपणों सामना को कौन सी भी दिन एमती किसी देखापी मिलूँ कि आसूँ आपणकर आखि सामना को, ताहले आपण माने सावधान रुहतु, नहले सही दिन आपणों सहित किसी ना किसी खराब हो पारे, किसी अशुभ हो पारे। तृतीय हेउची आईना छड़ा सकाळू उठी कहार चेहरा देखिबा उचित नुहे, कारण आपण जानी नाहंती कि केतेबेले कहार चेहरा आपणों पाई अशुभ होइथिबो। सेथिपाई सकाळू उठी भगवान को दर्शन करंतु, एहा द्वारा आपणों दिन मंगलमय रहिबो। सांग माने एकदा तो आपण माने भल भाबरे जानिथिबे, जेतेबेले आपण माने सकाळू सोईकिरी उठी थांती सेतेबेले आपण माने का मुह देखंतु नाही, प्रथमे निज मुह को धोंतु। तापरे जदि आपण जहा मुह को देखुचंती जदि सही व्यक्ति जनक निजर मुह धोई नाहंती, ताहले आपण माने दयाकरी तांको मुह को अनांतु नाही, नहले आपणकर से दिनटी पूरा खराब जाइपारे। तो सेथिपाई आपण माने एथि प्रति टिके ध्यान दियंतु। आपण माने सर्वप्रथमे भगवान को देखिया पई चेष्टा करंतु। सांग माने चतुर्थ रे हेउची कुहंती कि यदि आपण सकाळू खाइबा समय रे प्रथमे कौनसी पशु किंबा ग्रामर नाम नेउछंती, तेबे आपणकर पूरा दिन अशुभ रहिबो। सेथिपाई सकाळू उठी कौनसी पशु किंबा ग्रामर नाम नियंतु नहीं। शास्त्र अनुसार सकाळू उठी निज हाथ को जोड़ी पापुली को देखिबा शुभ होइथाय। सांग माने यदि आपण माने सकाळू उठुचंती आ सकाळू उठिबा मात्रे खाइबा समय रे आपण माने जेतेबेले खाद्य खाइथांती, सकाळर जलखिया खाइथांती, जेतेबेले आपण माने किछि खाउचंती आ आपणक मन को किछि ग्रामर नाम आसुची, किछि सकाळर खाइबा समय रे कौनसी पशुर नाम आसुची, ताहले आपण माने सावधान रुहंतु। केबे भी हेले एमितिका चिंताधारा निज मन को आणंतु नाही, नहले आपणक सहित खराब होई पारे, से दिनटी आपणकर अशुभ होई पारे। तो सेथिपाई आपण माने एथि प्रति टिके ध्यान निश्चित भाव में दियंतु। आ आपण माने तो जानिथिबे शास्त्र अनुसार लोक माने आजिका समय रे भी जेतेबेले सोईकिरी उठी थांती सकाळू निज पापुली को से माने देखि थांती। निज पापुली को देखिबा द्वारा से दिनटी आपण मानकर शुभमय होइथाय। तो सेथिपाई आपण माने घरे समस्ती को जणई दियंतु। यदि केही जानी नाहंती ताले ई भिडियोटी को निश्चित भाव में सेमानन को देखई देबे। यदि कौनसी भी लोक कौनसी भी घरर आपणकर सदस्य एही भली भूल करूछंती, ताहले एही भली भूल सेमाने जेमिति न करंतु, नहले सेमानंकर दिन सेमाने निजे जानी जानी खराब करिदेबे। धन्यवाद सांग माने भिडियोटी को शेष पर्यंत देखिथिबारु आपण मानकु अशेष अशेष धन्यवाद। आशा करी मोर ए भिडियो आपण मानकु निश्चित भाव में किछि ना किछि शिखिबा पई मिलिथिबो। जदि किछि शिखिबा पई मिलिथिबो ताहले लाइक टी निश्चित भाव में करिदेबे। कमेंट बॉक्स रे आपण मानकर मतामत रखिबे। यदि आपण माने आम टॉकिंग वर्ल्ड यूट्यूब चैनल प्रथम थर पई चैनल टी को सब्सक्राइब निश्चित भाव में करिदेबे। धन्यवाद। जय श्री जगन्नाथ, जय मां सरला, जय श्री कृष्ण।